ମାନେ ସ୍ୱାଗତ କରୁଛି ଆଜିର ଦିନକୁ। ଆଜି ହେଉଛି ଆମ ପ୍ରିପାରେସନ୍ର ଡେ 64 ଆଉ 18 ଡିସେମ୍ବର 2025। ଆଜିର ଟାର୍ଗେଟ୍ ରଖିଛି ଆରିଥମେଟିକ୍, ଟାଇମ୍ ଆଣ୍ଡ ୱାର୍କ, ଟାଇମ୍ ସ୍ପିଡ୍ ଡିଷ୍ଟାନ୍ସ, ପ୍ରଫିଟ୍ ଆଣ୍ଡ ଲସ୍, ଏସ୍ଆଇ ଆଭରେଜ୍, ମିକ୍ସଚର୍ ଆଣ୍ଡ ଏଲିଗେସନ୍। ଡିଆଇରେ 2ଟା, କରେଣ୍ଟ ଆଫେୟାର୍ର 8, 9, 10 ତାରିଖର ତାପରେ କମ୍ପ୍ୟୁଟର ଏମ୍ଏସ୍ ୱାର୍ଡ଼ ପଢ଼ିବା। ଦେନ୍ ଯଦି ଆମେ ଦେଖିବା ରିଜନିଂରେ ଆନାଲଜି, ବ୍ଲଡ୍ ରିଲେସନ୍, ଏଇଟା 50ଟା କ୍ୱେଶ୍ଚିନ୍ ଏମିତି ସଲ୍ଭ କରିବା। ଦେନ୍ ଓଡ଼ିଶା ପାର୍ଟରେ ଆମେ ଫିଜିଓଗ୍ରାଫି ଡିଭିଜନ୍ କମ୍ପ୍ଲିଟ୍ କରିଦେବା ଆଜି। ତ ଓଡ଼ିଆ ଗ୍ରାମାରକୁ ଯଦି ଆମେ ଯିବା ତ ଆମେ ବର୍ଣ୍ଣ ଆଉ ସନ୍ଧିଟା ରିଭିଜନ୍ କରିବା। ଭୋକା ପାର୍ଟ, ରୂଢ଼ି, ଲୋକବାଣୀ, ଏକପଦୀକରଣ, ସମାନାର୍ଥକ, ବିପରୀତ, ଏଗୁଡ଼ା ସବୁ ଆଜି ଆମେ ପଢ଼ିବା। ଆପଣଙ୍କ ମନରେ ଗୋଟେ ପ୍ରଶ୍ନ ଥାଇପାରେ ଯେ ଭାଇ ପଢ଼ାପଢ଼ି କରୁନି, ମାନେ ଇଚ୍ଛା ହେଲେ ଭିଡ଼ିଓ ପକାଉଛି, ଇଚ୍ଛା ନହେଲେ ନାହିଁ। ସେମିତି କିଛି ନାହିଁ ସାଙ୍ଗମାନେ, ଆପଣ ଯେଉଁଭଳିଆ ଭାବୁଛନ୍ତି। ମୋର ମାନେ ଲାଇଫ୍ର ବଡ଼ ପ୍ରୋବ୍ଲେମ୍ କହିଲେ ଚଳେ। ଏଇଟା ବାପାଙ୍କର ଦେହ ବହୁତ ସିରିୟସ୍। ଆପଣ ଯେତେ ମାନେ ମ୍ୟାକ୍ସିମମ୍ ଭାବିପାରିବେ ବାପାଙ୍କର ଦେହ ସେତିକି ଖରାପ ଅଛି। ମୁଁ ଖାଲି କାନ୍ଦି କାନ୍ଦି ରହିଛି 2-3 ଦିନ ହେଲାଣି। ଦେଖୁନାହାନ୍ତି, ଟାର୍ଗେଟ୍ ବନଉଛି କିନ୍ତୁ ପଢ଼ିପାରୁନି। ଏଇଟା ଥିଲା ସେଇ ଦିନ ଯେଉଁଦିନ ମୋ ବାପାଙ୍କର ସେମିତି ଖବର ଶୁଣିପାରିଲି। ତ କିଛି ପଢ଼ି ହେଉନି, ଏମିତି ସବୁ ଦିନ କଟୁଛି। ଅଳ୍ପ କିଛି ପଢ଼ି ଚାଲିଛି। ତ ବାପାଙ୍କର ଦେହ ଆକ୍ଚୁଆଲି କହିଦେଉଛି ଯେ ମୁହଁ, ବେକ, ଆଖି, ଗୋଡ଼, ନାକ, ପେଟ ସବୁ କିଛି ମାନେ ବାପାଙ୍କର ଫୁଲି ଯାଇଛି। ଆପଣ ଯେତିକି ମ୍ୟାକ୍ସିମମ୍ ଭାବିପାରିବେ ସେତିକି ଫୁଲିଛି। ତ ବାପାଙ୍କର ବହୁତ ଦେହ ଖରାପ ଅଛି। ମୁଁ ଯିବି ବୋଲି ଭାବିକି ଯାଇପାରୁନି। କାହିଁକିନା ମୁଁ ଯିବି, ପୁଣି ବାପାଙ୍କୁ ଯଦି ବଡ଼ ହସ୍ପିଟାଲ ନେବାକୁ ପଡ଼ିବ ତାହେଲେ ତ ଭୁବନେଶ୍ୱରରେ ହିଁ ଆଣିବେ। ନିୟରେଷ୍ଟ ହସ୍ପିଟାଲ ନେଇଥିଲେ ତ ସେଠି ଗୋଟେ ଦିନ ଲେଟ୍ ହେଲା, ମାନେ ରିପୋର୍ଟ ବାହାରିବାକୁ। ତ ୱେଟ୍ କରିଥିଲେ। ଦେନ୍ ରିପୋର୍ଟ ଆସିଲା ପରେ ସେଠି ଦେଖିଲା ପରେ ମେ ବି ଏପଟେ ଆସିବେ। ତ ମୁଁ ଯାଉନି ସେଇଥିପାଇଁ। ଆଉ ପଢ଼ିବାକୁ ଚେଷ୍ଟା କରୁଛି କିନ୍ତୁ ପଢ଼ିପାରୁନି। ଟାର୍ଗେଟ୍ ବନଉଛି, ଖାଇବାକୁ ବି ଭଲ ଲାଗୁନି। ତଥାପି ଟିକେ ପଢ଼ୁଛି। ଆପଣମାନେ ପଢ଼ାପଢ଼ି ଜାରି ରଖନ୍ତୁ। ଦେଖନ୍ତୁ, ଏତେ ମାନେ ବର୍ଷ ସାରା ଠିକ୍ସେ ପଢ଼ାପଢ଼ି ଚାଲିଲା, ଏବେ ଲାଷ୍ଟ ମୋମେଣ୍ଟରେ ଏମିତି ସିଚୁଏସନ୍ କ୍ରିଏଟ୍ ହେଉଛି। ବାପାଙ୍କ ଦେହ ଖରାପ ହେଇକି ମାନେ ପଢ଼ିବି ନା ନାହିଁ ସେମିତି ଭାବି ମାନେ ଘରକୁ ଗଲେ ବି ଟାଇମ୍ ୱେଷ୍ଟ, ଏଠି ରହିଲେ ବି ଟାଇମ୍ ୱେଷ୍ଟ। କ'ଣ କରିବି ମୁଁ କିଛି ଜାଣିପାରୁନି। ତଥାପି ଟାର୍ଗେଟ୍ ବନଉଛି, ଦେଖିବା କେତେ ପଢ଼ୁଛି। ଆପଣ ପଢ଼ାପଢ଼ି ଜାରି ରଖନ୍ତୁ। ଦେଖା ହେବା ପୁଣି ଆଗାମୀ ଭିଡ଼ିଓରେ। ମେ ବି ମୁଁ କାଲି ଭିଡ଼ିଓ ଆଣିପାରେ ନ ଆଣିପାରେ, ମୋତେ ଭୁଲ ବୁଝିବେନି ସାଙ୍ଗମାନେ। ମୁଁ ମେଣ୍ଟାଲ୍ ପ୍ରେସର୍ରେ ବହୁତ ଅଛି, ମାନେ ଏମିତି କଣ୍ଡିସନ୍ରେ ରହୁଛି, ମାନେ ଚାକିରିଟା ନିହାତି ଦରକାର। ତଥାପି ଯଦି ବାପାଙ୍କର ଦେହ ଖରାପ ହେଇକି ମୁଁ ଯଦି ଚାକିରି